ସନାତନ ଧର୍ମରେ ପିତୃପକ୍ଷକୁ ବହୁତ ପବିତ୍ର ବୋଲି ଗ୍ରହଣ କରାଯାଇଛି। ଏହା 16 ଦିନ ଧରି ଚାଲିଥାଏ, ଯାହାକୁ ଶ୍ରାଦ୍ଧ ପକ୍ଷ ବା ମହାଳୟା ମଧ୍ୟ କୁହାଯାଇଥାଏ। ଏହି ସମୟରେ ଆମେ ଆମର ପୂର୍ବଜ, ପିତା, ମାତା ଓ ପିତୃ ଦେବତାଙ୍କୁ ସ୍ମରଣ କରି ତାଙ୍କ ପାଇଁ ତର୍ପଣ, ପିଣ୍ଡଦାନ, ଶ୍ରାଦ୍ଧ କରିଥାଉ। ବିଶ୍ୱାସ କରାଯାଏ ଯେ ଏହି 16 ଦିନ ପିତୃଗଣ ପୃଥିବୀରେ ଅବତରଣ କରିଥାନ୍ତି ଓ ଆମର ପିଣ୍ଡ, ତର୍ପଣ, ଦାନ ଧର୍ମ ଗ୍ରହଣ କରି ଆଶୀର୍ବାଦ ଦେଇ ପୁଣି ନିଜ ଲୋକକୁ ଚାଲି ଯାଇଥାନ୍ତି। ଏହି ବର୍ଷ 7 ସେପ୍ଟେମ୍ବରରୁ 21 ସେପ୍ଟେମ୍ବର ପର୍ଯ୍ୟନ୍ତ ଆମର ପିତୃପକ୍ଷ ରହୁଛି ବା ଅପରପକ୍ଷ ମଧ୍ୟ ରହୁଛି। ଆଶ୍ୱିନ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଆଶ୍ୱିନ ମାସର ଅମାବାସ୍ୟା ଏହି 16 ଦିନରେ ପିତୃପକ୍ଷ ହୋଇଥାଏ। ଶ୍ରାଦ୍ଧ କର୍ମ ବିଶେଷ କରି ମୃତ ବ୍ୟକ୍ତିର ତିଥିର ଆଧାରରେ ହୋଇଥାଏ। ମାନ୍ୟତା ଅଛି ଯେଉଁ ଦିନ ମୃତ୍ୟୁ ଗୋଟେ ବ୍ୟକ୍ତିର ହୋଇଥାଏ ସେହିଦିନ ଶ୍ରାଦ୍ଧ କରାଯାଇଥାଏ। ଯଦି ମରିଯାଇଥିବା ବ୍ୟକ୍ତିର ତାରିଖ ବା ତିଥି ମନେ ନାହିଁ ତାହେଲେ ଅମାବାସ୍ୟା ତିଥିରେ ମହାଳୟାରେ ଶ୍ରାଦ୍ଧ ଦେଇପାରିବେ।